ମାତୃହରା ନିର୍ବୋଧ 11 ମାସର ଶିଶୁପୁତ୍ର ଟିଙ୍କୁ କହୁଛି ସ୍ୱର୍ଗୀୟ ମା କ୍ଷୀରବତୀକୁ, ମା ଲୋ ମା, ଏ ମା, ତୋ ପୁଅ ଟିଙ୍କୁ ଡାକୁଛି, ଆଲୋ ମା, ମୋ ପାଖକୁ ଟିକିଏ ଆ, ମୋ ପାଖକୁ ଟିକିଏ ଆ। ଆଜିକୁ 2 ଦିନ ହେଲା ଘର ସମ୍ମୁଖରେ ଶୋଇଛୁ। ମୋ ପେଟ ବିକଳରେ ଛଟପଟ ହୋଇ ମା ମା ବୋଲି ଯେତେ ଚିତ୍କାର କଲେ ବି ତୁ କାହିଁକି ଚୁପ୍ ହୋଇ ରହିଛୁ ଲୋ ମା, ତୁ କାହିଁକି ଚୁପ୍ ହୋଇ ରହିଛୁ? ଏ ମା, ଏ ତୋର ହତଭାଗା କୁନି ପୁଅ ଟିଙ୍କୁର ବିକଳ କାନ୍ଦଣା ତତେ ଶୁଣା ଯାଉନି ଲୋ ମା, ଏ ତୋର ହତଭାଗା କୁନି ପୁଅ ଟିଙ୍କୁର ବିକଳ କାନ୍ଦଣା ତତେ ଶୁଣା ଯାଉନି? ଏ ମା, ତୋ କୋଳରେ ବସାଇ ତୋ ସ୍ତନର କ୍ଷୀର ଟିକିଏ ଖାଇବାକୁ ଦେ ଲୋ ମା, ତୋ ସ୍ତନର କ୍ଷୀର ଟିକିଏ ଖାଇବାକୁ ଦେ। ମୁଁ ତୋ କୋଳରେ ଶାନ୍ତିରେ ଶୋଇ ପଡ଼ିବି ଲୋ ମା, ମୁଁ ଜମା ଅଝଟ କରିବି ନାହିଁ, ମୁଁ ଜମା ଅଝଟ କରିବି ନାହିଁ। ଏ ମା, ତୁ ଯଦି ଏମିତି ଶୋଇବାର ଇଚ୍ଛା ଥିଲା, ମୋତେ ଛାଡ଼ି ଆର ପାରିକୁ ଚାଲି ଯିବାର ଇଚ୍ଛା ଥିଲା, ମୋତେ ଜନ୍ମ ଦେଉଥିଲୁ କାହିଁକି? ମୋତେ ଜନ୍ମ ଦେଉଥିଲୁ କାହିଁକି? ଜନ୍ମ ହେବା କ୍ଷଣି ତଣ୍ଟି ଚିପି ମାରି ଦେଲୁ ନାହିଁ କାହିଁକି ଲୋ ମା, ତଣ୍ଟି ଚିପି ମାରି ଦେଲୁ ନାହିଁ କାହିଁକି? ଆଉ ଏବେ ଏତେ ବଡ଼ ଦୁନିଆରେ ବେସାହାରା କରି ମୋତେ ଏକାକୀ ଛାଡ଼ି ଦେଇ ସବୁଦିନ ପାଇଁ ଛାଡ଼ି ଚାଲି ଯାଉଛୁ ଲୋ ମା, ସବୁଦିନ ପାଇଁ ଛାଡ଼ି ଚାଲି ଯାଉଛୁ ଆର ପାରିକୁ। ମୁଁ ଏବେ କ'ଣ କରିବି ଲୋ ମା, ମୁଁ ଏବେ କ'ଣ କରିବି? କଥାରେ ଅଛି ଲୋ ମା, ଯାହାର ମା ନାହିଁ ତାହାର ସାହା ନାହିଁ, ଯାହାର ମା ନାହିଁ ତାହାର ସାହା ନାହିଁ। ମା ଲୋ ମା, ଏ ମା, ଏ ମାନବ ସମାଜ ମୋ ପରିଚୟ ମାଗିଲେ କି ଉତ୍ତର ଦେବି ଲୋ ମା, କି ଉତ୍ତର ଦେବି? ମୋ ମା କ୍ଷୀରବତୀ ମରି ଯାଇଛି କହିଲେ ଏ ପିଲା ହତଭାଗା ଅନାଥ ଶିଶୁ କହିବେ ଲୋ ମା, ଏ ପିଲା ହତଭାଗା ଅନାଥ ଶିଶୁ କହିବେ। ମୋ ବାପାଙ୍କ ପରିଚୟ ମାଗିଲେ ମୋ ବାପା ମୋ ମାକୁ ହତ୍ୟା କରି ଭବାନୀପାଟଣା ଜେଲ୍ ଭିତରେ ଅଛି କହିଲେ ସ୍ତ୍ରୀ ହତ୍ୟାକାରୀର ପୁଅ ବୋଲି ମୋତେ ଘୃଣା କରିବେ ଲୋ ମା, ମୋତେ ଘୃଣା କରିବେ। ମୋ ଜେଜେ ବାପାଙ୍କ ପରିଚୟ ମାଗିଲେ ମୋ ଜେଜେ ମୋ ମାକୁ ହତ୍ୟା କରିଛି କହିଲେ ବଧୂ ହତ୍ୟାକାରୀର ନାତି ବୋଲି ମୁହଁରେ ଛେପ ପକାଇ ମୋଠାରୁ ଦୂରେଇ ଯିବେ ଲୋ ମା, ମୋଠାରୁ ଦୂରେଇ ଯିବେ। ମା ଥାଇ ମା ନାହିଁ, ବାପା ଥାଇ ବାପା ନାହିଁ, ଅଜା ଥାଇ ଅଜା ନାହିଁ, ଆଈ ଥାଇ ଆଈ ନାହିଁ, ସବୁ ଥାଇ ମୋର କିଛି ନାହିଁ ଲୋ ମା, ସବୁ ଥାଇ ମୋର କିଛି ନାହିଁ। ଏତେ ବଡ଼ ଦୁନିଆରେ ମୋ ସାହାରା ବୋଲି କିଛି ନାହିଁ ଲୋ ମା, ଏତେ ବଡ଼ ଦୁନିଆରେ ମୋ ସାହାରା ବୋଲି କେହି ନାହିଁ। ହେ ଓଡ଼ିଶା ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏ ମାତୃହରା ଅନାଥ ଶିଶୁର ଗୁହାରି ଟିକିଏ ଶୁଣ, ଏ ମାତୃହରା ଅନାଥ ଶିଶୁର ଗୁହାରି ଟିକିଏ ଶୁଣ। ଏତେ ବଡ଼ ଦୁନିଆରେ ମୋର କେହି ନାହିଁ, ମୋତେ ବଞ୍ଚିବାକୁ ଦିଅ, ମୋତେ ବଞ୍ଚିବାକୁ ଦିଅ, ମୋତେ ବଞ୍ଚିବାକୁ ଦିଅ। ମୋ ମା କ୍ଷୀରବତୀ ସାହୁ ହତ୍ୟାର ଶିକାର ହୋଇ ଆର ପାରିକି ଚାଲି ଯାଇଛି। ମୋ ବାପା ଜଗନ୍ନାଥ ସାହୁ ମୋ ମାକୁ ହତ୍ୟା କରି ଭବାନୀପାଟଣା ଜେଲ୍ ଭିତରେ କାଳ କାଟୁଛି। ମୋ ଅଜା ରୋମାଞ୍ଚଳ ସାହୁ ମୋ ମାକୁ ହତ୍ୟା କରି ଖୋଳା ଆକାଶ ତଳେ ଘୁରି ବୁଲୁଛି। ମୋର ଏତେ ବଡ଼ ଦୁନିଆରେ ମୋର କେହି ନାହିଁ, ମୋ ମାକୁ ନ୍ୟାୟ ଦିଅ, ମୋ ମାର ଆତ୍ମାକୁ ଶାନ୍ତି ଦିଅ। ହେ ସରକାର, ମୋ ମାର ଆତ୍ମାକୁ ଶାନ୍ତି ଦିଅ। ହେ ମୋର ମାନବ ସମାଜର ଗୁରୁଜନ ପିତାମାତା,
ମୁଁ ଅବୋଧ ନିର୍ବୁଧ ମାତୃହରା ହତଭାଗା ଅନାଥ ଶିଶୁ ଟିଙ୍କୁ କହୁଛି, ତୁମେ ମାନେ ଗୋଟିଏ ଗୋଟିଏ ପୁଅର ବାପା ମା ଏ ଅନାଥ ଶିଶୁପୁତ୍ର ଉପରେ ଦୟା କରି ମୋ ଗୁହାରି ଶୁଣି ମୋ ଉପରେ ଟିକିଏ ଦୟା କର, ମୋ ଉପରେ ଟିକିଏ ଦୟା କର, ମୋତେ ବଞ୍ଚିବାକୁ ଦିଅ, ମୋତେ ବଞ୍ଚିବାକୁ ଦିଅ। ଏହି ଅବୋଧ ନିର୍ବୁଧ ଶିଶୁପୁତ୍ର ଉପରେ କୃପା କରି ଏ ଦୁନିଆରେ ମୋତେ ବଞ୍ଚିବାକୁ ଦିଅ, ଏ ଦୁନିଆରେ ମୋତେ ବଞ୍ଚିବାକୁ ଦିଅ। ଇତି ତୁମର ମାତୃହରା ହତଭାଗା 11 ମାସର ଅନାଥ ଶିଶୁ ଟିଙ୍କୁ କହୁଛି। ଏଇଟା ଆମର ମନଗଣା କାହାଣୀ ନୁହେଁ ଆଜ୍ଞା, ଅତୀତରେ ଘଟିଯାଇଥିବା ଘଟଣା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଳସିଙ୍ଗା ଗ୍ରାମ ପଞ୍ଚାୟତ ଭମରମାଲ ଗ୍ରାମରେ ଗତ 10 ସେପ୍ଟେମ୍ବର 2025 ବୁଧବାର ରାତ୍ରି 10:30 ସମୟରେ ସ୍ୱର୍ଗତ କ୍ଷୀରବତୀ ସାହୁଙ୍କୁ ଯୌତୁକ ନିର୍ଯାତନା ଦେଇ ତଣ୍ଟି ଚିପି ବିଷ ଦେଇ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ ପରେ କେସିଙ୍ଗା ପୋଲିସ କେସ୍ ନମ୍ବର 439 ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି। ବ୍ୟୁରୋ ରିପୋର୍ଟ, ନିର୍ମଳ ଟିଭି।